ଝିଅମାନେ କଣ ଦେଖିଦେଲେ ତାଙ୍କ ଯୋନିକୁ ରଗଡ଼ି ପାଣି ବାହାର କରିଦିଅନ୍ତି। ଏହାର ଉତ୍ତର ପେଲାପେଲି ଭିଡିଓ ଦେଖିଦେଲେ ସମ୍ଭାଳି ନପାରି ଯୋନିରୁ ପାଣି ବାହାର କରିଦିଅନ୍ତି। ପରବର୍ତ୍ତୀ ପ୍ରଶ୍ନ, ମହିଳାର କେଉଁ ଜିନିଷରେ ଥରେ ହାତ ମାରିଦେଲେ ସେମାନେ କରିବା ପାଇଁ ମନା କରିପାରନ୍ତି ନାହିଁ? ଏହାର ଉତ୍ତର, ମହିଳାର ତଳ ଜିନିଷରେ ଥରେ ମାରିଦେଲେ ସେମାନେ କରିବା ପାଇଁ ଆଦୌ ମନା କରିପାରନ୍ତି ନାହିଁ। ପରବର୍ତ୍ତୀ ପ୍ରଶ୍ନ, ବାହା ହେଇନଥିବା ଝିଅମାନଙ୍କର ଦୁଧ ଭୁଣ୍ଡିକୁ ଜୋରରେ ଚିପିଦେଲେ କଣ ହୋଇଥାଏ? ଏହାର ଉତ୍ତର, ଦୁଧ ଟାଇଟ୍ ହେଇକି ଫୁଲିଯାଏ। ପରବର୍ତ୍ତୀ ପ୍ରଶ୍ନ, ନବବିବାହିତା ଦାମ୍ପତି ମାନେ ଚୌଥି ରାତିରେ ନ କରି କାହିଁକି ଶୋଇ ପଡ଼ିଥାନ୍ତି? ଏହାର ଉତ୍ତର, ନବବିବାହିତା ମାନଙ୍କର ଗିହାଦେହୀ ଜ୍ଞାନ କମ ଥିବାରୁ ଡରି ଯାଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ଝିଅମାନଙ୍କର ଦୁଧଠାରୁ ମହିଳାମାନଙ୍କର ଦୁଧ ବଡ଼ କାହିଁକି ହୋଇଥାଏ? ଏହାର ଉତ୍ତର, ମହିଳାମାନଙ୍କର ଦୁଧ ଅଧିକ ଚିପା ଚିପି ହେବା କାରଣରୁ ବଡ଼ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଝିଅର ଦୁଧକୁ କଣ କଲେ ଝିଅଟି ଶିହରି ଉଠିବା? ଏହାର ଉତ୍ତର, ଝିଅର ଦୁଧ ଭୁଣ୍ଡିକୁ ଆସ୍ତେ କରି ମୋଡ଼ିଦେଲେ ଝିଅଟି ଶିହରି ଉଠିବ। ପରବର୍ତ୍ତୀ ପ୍ରଶ୍ନ, ଥରେ ପେଲିବାର କେତେ ଦିନ ପରେ ଝିଅର ଯୋନି ପୁଣି ଟାଇଟ୍ ହୋଇଯାଏ? ଏହାର ଉତ୍ତର, ଥରେ ପେଲିବାର 3 ଦିନ ପରେ ଝିଅର ଯୋନି ପୁଣି ଟାଇଟ୍ ହୋଇଯାଏ। ଆଜିର ଇଣ୍ଟରେଷ୍ଟିଂ ପ୍ରଶ୍ନ, ଝିଅମାନେ ବାଥରୁମରେ ଗାଧୋଇଲା ବେଳେ ବିଆରେ ଆଙ୍ଗୁଳି ମରିଥାନ୍ତି କାହିଁକି? ଏହାର ଉତ୍ତର, ଅଧିକ ଉତ୍ତେଜିତ ହୋଇଥିବାରୁ ସେମାନେ ଗାଧୋଇଲା ବେଳେ ବିଆରେ ଆଙ୍ଗୁଳି ମାରିଥାନ୍ତି।